ଦର୍ଶକ ବନ୍ଧୁ ଆଜି ଅଗସ୍ତି ପରିବାରରେ ହେଉଥିବା ପାର୍ଟିରେ ଦୁର୍ଗା ଓ ଯଶୋଦା ପହଞ୍ଚିଯିବେ। ହଁ ଦର୍ଶକ ବନ୍ଧୁ ଆଜି ସମସ୍ତେ ରାମର ସକ୍ସେସ୍ କଥା ଭାବୁଛନ୍ତି। ହେଲେ ରୁହି କହିବ ଆଜିର ପାର୍ଟିରେ କେବଳ ରାମର ସଫଳତା ପାଇଁ କଥା ହବନି। ଆଜି ରାମଙ୍କର ଆଉ ମୋର ବାହାଘର କଥା ବି ଆନାଉନ୍ସ କରିଦେବ। ସେ ବି ଏଇ 8 ଦିନ ଭିତରେ। ଏପଟେ ଅଗସ୍ତି ପରିବାରକୁ ବରବାଦ କରିବା ପାଇଁ ଦୁର୍ଗା ଓ ଯଶୋଦା ମାରି ଆସୁଛନ୍ତି। ତ ଯଶୋଦା କହିବ ଦୁର୍ଗା ରାମର ସକ୍ସେସକୁ ନେଇ ତାଙ୍କ ଘରେ ଯୋଉ ପାର୍ଟି ହଉଛି ସେ ପାର୍ଟି ଆରମ୍ଭ ତ ହବ ସକ୍ସେସରୁ, ହେଲେ ଶେଷ ହବ ସର୍ବନାଶରେ। ତାଙ୍କ ଘରେ ଥିବା ପ୍ରତିଟି ସଦସ୍ୟ ଯେମିତି ଆମ ହାତରୁ ଖସି ନ ଯାଆନ୍ତି, ଖାସ କରି ସେ ରୁହି। ତାପରେ ଦୁର୍ଗା କହିବ ଏ ଦୁର୍ଗା ରାୟଚାନ୍ଦ କୌଣସି ଜିନିଷକୁ ବି ଏମିତି ହାଲକାରେ ନବନି। ଆଜି ହବ ମୋ ଜୀବନର ନୂଆ ଆରମ୍ଭ। ରୁହି ଭାବୁଛି ଏବେ ମୋ ଲକ୍ଷ୍ୟରେ ପହଞ୍ଚିଯିବାକୁ କେହି ବି ଅଟକେଇ ପାରିବେନି। ତ ଏପଟେ ଦୁର୍ଗା ମାରି ଆସୁଛି ରୁହିର ସର୍ବନାଶ କରିବା ପାଇଁ। ତାହେଲେ ଦର୍ଶକ ବନ୍ଧୁ ଆଜିର ପାର୍ଟିରେ ରୁହି ଓ ଚିକିର ହବ ସାମ୍ନାସାମ୍ନି। ତାହେଲେ ଚିକି କଣ ସତରେ ରୁହିକୁ ବିନାଶ କରି ତା ଅଧିକାରକୁ ଫେରି ପାଇବ? ଯଦି ହଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣେଇବେ।